ବାଲେଶ୍ୱର ତା 16/4/2026 ସହରର ଆଇଟିଆଇ ପଡ଼ିଆରେ ପାଳନ ହେଉଥିବା ବୈଶାଖୀ ମହୋତ୍ସବ 2026 ଗତକାଲି ଗଲା ସପ୍ତମ ସନ୍ଧ୍ୟା। ଉତ୍ସବ କମିଟିର ସଭାପତି ନରେନ୍ଦ୍ର ବିହାରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ଆଇନଜୀବୀ ପ୍ରଜ୍ଞା ପରମିତା ମହାନ୍ତି, ସମାଜସେବୀ ଏସ୍ ଗୀତାଞ୍ଜଳି, ପ୍ରତିମା ପଣ୍ଡା, ମୁଖ୍ୟ ଉଦ୍ୟୋକ୍ତା ତଥା କମିଟିର ସମ୍ପାଦକ ଦିବାକର ଜେନା, ଉପଦେଷ୍ଟା ଉଜ୍ଜଳ ଚନ୍ଦ୍ର କର, ଗଗନ କୁମାର ସେଠୀ ପ୍ରମୁଖ ମଞ୍ଚାସୀନ ହୋଇ କର୍ମକ୍ଳାନ୍ତ ଜୀବନର ଅବସର ସମୟକୁ ଅତିବାହିତ କରିବା ପାଇଁ ଉତ୍ସବ ମଣିଷକୁ ଆନନ୍ଦ ଦେବା ସହ ସଂସ୍କୃତି, ପରମ୍ପରା ଏବଂ ଭାଇଚାରା ବଜାୟ ରଖେ ବୋଲି ବକ୍ତବ୍ୟରେ କହିଥିଲେ। ସଭା ପରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ଭୁବନେଶ୍ୱରରୁ ଆସିଥିବା ଖ୍ୟାତିନାମା କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା। ଶେଷରେ ଉପଦେଷ୍ଟା ଉଜ୍ଜଳ ଚନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିଲେ। କମିଟିର ସଦସ୍ୟ ସୁଧାକର ରାଉତ, ଶାନ୍ତନୁ ଦାସ, ସଞ୍ଜୟ ଦାସ, ସନ୍ଦୀପ ପଣ୍ଡା, ପ୍ରହ୍ଲାଦ ସିଂ, ରାଜେନ୍ଦ୍ର ମହାଳିକ, ଉଗ୍ରସେନ ବାରିକ, ସୁଶାନ୍ତ କୁମାର ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। କଳା ସଂସ୍କୃତି ପରମ୍ପରାର ଓଡ଼ିଶାର 12 ମାସରେ 13 ପର୍ବ, କିନ୍ତୁ ମଣିଷମାନଙ୍କ ମନରେ ବହୁତ କମ୍ ଲୋକଙ୍କ ମନ ମଧ୍ୟରେ ଥିବ ଏ ଯେଉଁ 12 ମାସରେ 13 ପର୍ବ ବିଷୟରେ। ତେଣୁ ସେଇ ପର୍ବମାନଙ୍କୁ ଆଗକୁ ଆଣିବା ବା ସେଇ ପର୍ବ ମାଧ୍ୟମରେ ଆପଣଙ୍କୁ ଆନନ୍ଦ ଉପଭୋଗ କରିବାର ସୁଯୋଗ ଦେବା ଏ ବଡ଼ କଥା। ତେଣୁ ସେମାନଙ୍କୁ ତ ମୁଁ ଧନ୍ୟବାଦ ଦେବି ଏବଂ ନମସ୍କାର କରିବି ସେଥିପାଇଁ। କାରଣ ଯେଉଁ ନୂଆବର୍ଷ ଯେଉଁ ଆମର ଓଡ଼ିଆର ନବବର୍ଷ, ଇଂରାଜୀର ନବବର୍ଷକୁ ବହୁତ ଲୋକ ଧୁମଧାମରେ ପାଳନ କରନ୍ତି। ସେ ହୁଏତ ଯେଉଁ ଆଧୁନିକର ପରିପକ୍ୱତା ହେଉ କିମ୍ବା ବ୍ୟସ୍ତବହୁଳତା ହେତୁ ମଣିଷ ଯେଉଁ ଭୁଲି ଯାଉଛନ୍ତି ଆସ୍ତେ ଆସ୍ତେ ଓଡ଼ିଆର ପରମ୍ପରା ବା ଓଡ଼ିଆର ଯେଉଁ ପର୍ବପର୍ବାଣୀକୁ, ସେଇ ପର୍ବପର୍ବାଣୀକୁ ଆପଣଙ୍କ ସାମ୍ନାରେ ଥୋଇବା, ଆପଣଙ୍କୁ ଆନନ୍ଦ ପ୍ରମୋଦ ଦେବା, ଇଏ ବହୁତ ଭଲ କଥା। ତେଣୁ ଏଇ ଯେଉଁ ପରିବାର, ଯେଉଁ ଆପଣଙ୍କର ବୈଶାଖୀ ମହୋତ୍ସବର ପରିବାର, ସମସ୍ତଙ୍କୁ ଧନ୍ୟବାଦ। ବୈଶାଖୀ ମହୋତ୍ସବର ସପ୍ତମ ସନ୍ଧ୍ୟାରେ ବୈଶାଖୀ ପରିବାର ପକ୍ଷରୁ ଆଜିର ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆପଣମାନଙ୍କର ଉପସ୍ଥିତି ଆମମାନଙ୍କୁ ପ୍ରେରଣାର ଉତ୍ସ ଯୋଗାଇ ବହୁତ ଘାତ ପ୍ରତିଘାତ ମଧ୍ୟରେ ଏବଂ ଓଡ଼ିଆ ନବବର୍ଷ ଆରମ୍ଭରୁ ବାଲେଶ୍ୱର ସଂସ୍କୃତି ଓ ପରମ୍ପରାକୁ ନେଇ ବୈଶାଖ ମହୋତ୍ସବଟି ବଞ୍ଚିବାକୁ ଚେଷ୍ଟା କରୁଛି। ବିଭିନ୍ନ ଜାଗାରୁ ବିଭିନ୍ନ କୋଣ ଅନୁକୋଣରୁ ଯେଉଁ ଆଣିଛନ୍ତି ସାଉଁଟିକି ଆଜି ତାକୁ ଗୋଟିଏ ଜାଗାରେ ଗୋଟିଏ ପସରାରେ ସମସ୍ତଙ୍କୁ ସାଉଁଟିକି ଦେଇଛନ୍ତି ଯେ ଉପହାରଟିଏ। ସେଇ ଉପହାର ପାଇଁ ନିଶ୍ଚିତ ସେମାନେ ହେଉଛନ୍ତି ଆମ ପାଇଁ ପୂଜ୍ୟାସ୍ପଦ। ଏକ କରରେ ଆମେମାନେ ଯେତେବେଳେ ସଂସ୍କୃତିକୁ ଜାବୁଡ଼ି ଧରୁଛୁ, ବେଳେବେଳେ ଆମ ହାତରୁ କେତେବେଳେ କେତେଟା ଜିନିଷ ବାହାରି ଯାଏ। ମୋର ଗୋଟିଏ ଅନୁରୋଧ କେବଳ ଏଇ ମଞ୍ଚରୁ, ମୁଁ ମାଆଟିଏ, ଗୋଟେ ଝିଅର ମା ହିସାବରେ ମୋର ସବୁବେଳେ ଅନୁରୋଧ ଥାଏ, ମୁଁ ଯେତେବେଳେ ମୋ ଘରର ସଂସ୍କୃତିର ବାଉଣ୍ଡ୍ରିକୁ ବାନ୍ଧି ରଖିବାକୁ ଚେଷ୍ଟା କରିବି, ତାହେଲେ ସମାଜର ସଂସ୍କୃତିକୁ ବାନ୍ଧି ରଖିବାରେ ସଫଳ ହେବି ବୋଲି ମୋର ବିଶ୍ୱାସ।